ଜାତୀୟ ଯୁବକଙ୍କର ନତମସ୍ତକ ପ୍ରଣାମ। ଆଜି ଖୁସିର ଦିନ, ଯାହାକି ଆମର ଅଗଷ୍ଟ 15 ସ୍ୱାଧୀନତା ଦିବସ, ଯାହାକି ଆମର 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ମହାନ ବ୍ୟକ୍ତିମାନେ ଆମ ଦେଶକୁ ରକ୍ଷା କରିଥିଲେ, ଯାହାକି ପ୍ରାଣବଳି ଦେଇଥିଲେ। ଆମର 12 ବର୍ଷ ଭିତରେ ବାଜିରାଜ ପାଖରୁ ପିଲାଟି ପାଖରୁ ଆମର ଝାନ୍ସୀ ରାଣୀ ପାଖରୁ ଆମର ଇରମ ପରିବେଶ ପାଖରୁ ଆମ ଦେଶ ପାଇଁ ଆଗେ ଆସିଥିଲେ, ଯାହାକି ପ୍ରାଣବଳି ଦେଇଥିଲେ। ସେହିପରି ଆମର ଇରମ ରହି ଗୋଟେ ଛୋଟ 12 ବର୍ଷର ବାଳକ ପରିବେଶ ସହିତ ମିଶି ଶଙ୍ଖ ମାଧ୍ୟମରେ ଆମର ବାସୀକୁ ଆମର ଏକତ୍ରିତ କରିଥିଲେ। ଦେଶ ରକ୍ତର ସୁଅ ଛୁଟି ଯାଇଥିଲା ଆମର ବାସୀ, ଯାହାକି ଆମର ଗୌରବ, ଦେଶର ବି ଗୌରବ। ଆମର ଆଜି ମୋ ଗୁରୁଜୀ ହେଲେ ସତ୍ୟ, ଆମେ ସଂସ୍କାର ଶିଖେଇବୁ, ପାଠ ପଢେଇବୁ, କିନ୍ତୁ ପିଲାମାନଙ୍କୁ ଆମର ଠିକ ମାର୍ଗରେ ରାସ୍ତା ଦେଖେଇବୁ। କିନ୍ତୁ ଆମ ଦେଶ କେମିତି ବଞ୍ଚିବ, ଦେଶ ବଞ୍ଚିଲେ ଆମେ ସୁରକ୍ଷିତ ରହିବୁ। ଆମ ଦେଶ ଠିକ ଭାବରେ ଯଦି ବଞ୍ଚି ରହିବ, ଆମର ଠିକ ମାର୍ଗରେ ଯିବ, ଆମେ କାହା ସହିତ ଲଢିବା ନାହିଁ, କାହା ସହିତ ପାତର ଅନ୍ତର କରିବା ନାହିଁ। ଆମେ ଭାଇଚାରା ରଖିବା, ଆମର ଦେଶ ପାଇଁ ଦେଶ କେମିତି ଆଗେଇବ ସେ ବିଷୟରେ ଆମେ ଚିନ୍ତା କରିବା। କିନ୍ତୁ ଆମର ଯୋଉ ଏବେ ସବୁ ହଉଛି, ଆମର ଯୋଉ ଯେତେବେଳେ ଦେଶ ସ୍ୱାଧୀନ ହେଲା, ଆମର ପାକିସ୍ତାନ ଭାରତ ବିଭାଗ ହେଇଗଲା, କିନ୍ତୁ ସେଟା ଦୁଃଖର ବିଷୟ, କିନ୍ତୁ ହବାର ନଥିଲା। କିନ୍ତୁ ସେଇ ପ୍ରାନ୍ତର ଅନ୍ତର ଦିଶେ ଆମର ବିଭାଗ ହୋଇଗଲା, କିନ୍ତୁ ସେଟା ଠିକ ହବା କଥା ନୁହଁ। କିନ୍ତୁ ଯାହା ତ ହେଇଛି, ଆମେ କେମିତି ଆମ ଦେଶ କେମିତି ଆଗେଇବ ସେ ବିଷୟରେ ଆମେ ଚିନ୍ତା କରିବା। ଆମ ପିଲାମାନଙ୍କୁ କେମିତି ଦିଗ୍ଦର୍ଶନ ପହଞ୍ଚାଇବା, କେମିତି ଆଗକୁ ଯିବେ ସେ ବିଷୟରେ ଆମେ ଚିନ୍ତା କରିବା, ପିଲାମାନଙ୍କୁ ଠିକ ମାର୍ଗରେ ପହଞ୍ଚାଇବା। ଆମେ ଆଜି ବି ଏଇ ଜାତୀୟ ପତାକା ତଳେ ଆମେ ଠିକ ମାନେ ତାଙ୍କୁ ପ୍ରଣାମ କରିବା। ଆମେ କେମିତି ଠିକ ଆଗରେ ଆମେ ପହଞ୍ଚିବା, ତାଙ୍କୁ ଯେଉଁମାନେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ତାଙ୍କୁ ମୋର ବହୁତ ମୋର ନତମସ୍ତକ। କିନ୍ତୁ ଆମର ଦେଶ ଜୀବନ ଦେଇଥିଲେ ବୋଲିକି, ଦେଶ ପାଇଁ ଜୀବନ ଦେଇଥିଲେ ବୋଲିକି ଆମେ ଆଜି ଠିକ ରାସ୍ତାରେ ପହଞ୍ଚି ପାରିଛୁ, ଠିକ ମାର୍ଗରେ ପହଞ୍ଚି ପାରୁଛୁ। ଆମେ ମୁଣ୍ଡ ଟେକି ଚାଲି ପାରୁଛୁ। ଆମ ଦେଶ ଏବେ ବି ଆମେ ଦ୍ୱିତୀୟ ସ୍ଥାନରେ ଅଛି ଆମ ଭାରତ। ଆମର ଯେବେଠୁ ଆମର ବିଜେପି ସରକାର ଆସିଲା, ଯାହାକି ଆମର ଦେଶ ବର୍ଡରରେ କିନ୍ତୁ ଆମକୁ ଆଟାକ କରିପାରୁନାହାନ୍ତି। ସେଇଥିପାଇଁ ବହୁତ ଧନ୍ୟବାଦ। କିନ୍ତୁ ଆମକୁ ଯେତିକି ଆକ୍ରମଣ କରିବ ବା ଆଙ୍ଗୁଳି ଦେଖିବ, ସେ ଆମେ ପଥରର ଜବାବ ଦେବା। କିନ୍ତୁ ଆମେ ତଳେ କେବେ ହେଲେ ତଳକୁ ମୁଣ୍ଡ ତଳକୁ ଦେବା ନାହିଁ। କିନ୍ତୁ ଆମ ଦେଶ ପାଇଁ ହକ୍ ଲଢିବା, ଆମ ଦେଶ ପାଇଁ ଠିକ ବାଗରେ ଯିବା, ଆମ ଦେଶ କେମିତି ଆଗେଇ ନେବା ସେ ବିଷୟରେ ଆଜି ଚିନ୍ତା କରିବା। ଆଉ ଆମର ଶପଥ ନେବା, ଆମର ଏଇ ଜାତୀୟ ପତାକା ତଳେ କିନ୍ତୁ ଆଗକୁ କେମିତି ଯିବା ପାଇଁ ମୋର ଏତିକି ବକ୍ତବ୍ୟ କହି ମୁଁ ସମାପ୍ତ କରୁଛି।